କାଳୁ କାଉ ଆଉ ଟିକି ଚଢ଼େଇ ଥିଲେ ଦୁଇ ଜଣ ସାଙ୍ଗ। ସାଙ୍ଗ ତ ସେମାନେ ଥିଲେ, ହେଲେ କାଳୁ କାଉ ସବୁବେଳେ ଟିକି ଚଢ଼େଇକୁ ବୋକା ବନାଇବା ପାଇଁ ଚେଷ୍ଟା କରୁଥାଏ। ଅତ୍ୟଧିକ ଖରା ହେତୁ ଜଙ୍ଗଲରେ କିଛି ବି ଦାନା ଚଢ଼େଇ ମାନଙ୍କୁ ମିଳେ ନାହିଁ। ଗୋଟେ ଦିନ ଟିକି ଚଢ଼େଇ ଆଉ କାଳୁ କାଉ ଦାନା ଖୋଜି ଖୋଜି ଅନ୍ୟ ଏକ ଜଙ୍ଗଲକୁ ଚାଲି ଯାଆନ୍ତି। ସେହି ଜଙ୍ଗଲରେ ଏକ ପାହାଡ଼ ପାଖରେ କିଛି ନାଲି ନାଲି ଫଳ ଦେଖିବାକୁ ପାଆନ୍ତି। ଆରେ କାଳୁ, ଏ ନାଲି ନାଲି କେଉଁ ପ୍ରକାରର ଫଳ? ଏ ଫଳକୁ ଖାଇ ହେବ କି ନାହିଁ? ଏ ଫଳକୁ ମୁଁ ତ କେବେ ବି ଆମ ଜଙ୍ଗଲରେ ଦେଖି ନାହିଁ। ତୁ ଜାଣିଛୁ ଏ ଫଳ ଖାଇ ହେବ କି ନାହିଁ? ଆଲୋ ଟିକି, ମୁଁ ବି ଏମିତି ଫଳ ଆମ ଜଙ୍ଗଲରେ ଆଗରୁ କେବେ ବି ଦେଖି ନାହିଁ। ମତେ ଲାଗୁଛି ଇଏ କିଛି ବିଷ ଫଳ। ଆକୁ ଖାଇଲେ ଆମେ ମରିଯିବା। ଆମେ ଗୋଟେ କାମ କରିବା, ଏ ଫଳକୁ ଖାଇବା ନାହିଁ। ଚାଲେ ଆଉ ଏକ ଜଙ୍ଗଲ ବୁଲି ବୁଲି ଖାଇବା ଖୋଜିବା। ଏପରି କଥା ହୋଇ କାଳୁ କାଉ ଆଉ ଟିକି ଚଢ଼େଇ ସେଠାରୁ ନାଲି ଫଳକୁ ନ ଆଣି ଅନ୍ୟ ଏକ ଜଙ୍ଗଲକୁ ଦାନା ଖୋଜିବାକୁ ଯାଆନ୍ତି। ବହୁତ ଖୋଜାଖୋଜି ପରେ ସେମାନଙ୍କୁ କିଛି ଚାଉଳ ମିଳିଯାଏ। ସେମାନେ ସେହି ଚାଉଳକୁ ଆଣି ଘରକୁ ଚାଲି ଆସନ୍ତି। କାଳୁ କାଉ ତା ଘରେ ପହଞ୍ଚି ତା ସ୍ତ୍ରୀ ଗୋରୀକୁ ଏହି ନାଲି ନାଲି ଫଳ ବିଷୟରେ କହିବାକୁ ଲାଗେ। ଗୋରୀ, ତୁ ଗୋଟେ କଥା ଜାଣିଛୁ? ଆଜି ଟିକିର ମୋର ଆର ପାଖ ଜଙ୍ଗଲକୁ ଦାନା ଖୋଜିବାକୁ ଯାଇଥିଲୁ। ସେଠାରେ ଏକ ପ୍ରକାରର ନାଲି ନାଲି ଫଳ ଦେଖିଲୁ। ଆମେ ଦୁଇ ଜଣ ତାକୁ ବିଷାକ୍ତ ଫଳ ଭାବି ଛାଡ଼ି ଚାଲି ଆସିଲୁ। ହେଲେ ମତେ ଲାଗୁଛି ସେ କିଛି ବିଷାକ୍ତ ଫଳ ନୁହେଁ। ଟିକିକୁ ଡରାଇବା ପାଇଁ ମୁଁ ଏମିତି କହି ଚାଲି ଆସିଛି। ହେଲେ ମୁଁ ବି ଜାଣିନି ସେ କେଉଁ ଫଳ। କାଳୁ, ଏଇ ଗୋଟେ କଥା ପାଇଁ ତୁମେ ଏତେ ଚିନ୍ତା କରୁଛ? ହଉ, ତୁମେ ଶୋଇପଡ଼। ରାତି ପାହିଲେ ସକାଳୁ ସକାଳୁ ଆମେ ଦୁଇ ଜଣ ଯାଇ ସେଇ ଗଛ ପାଖରୁ ଦେଖି ଆସିବା। ଦେଖିବା ସେ ଫଳ ଖାଇବା ପାଇଁ ଉପଯୁକ୍ତ ନା ନୁହଁ। ରାତି ପାହି ସକାଳ ହୁଏ। କାଳୁ ଆଉ ଗୋରୀଙ୍କ ଆଖିରେ ସତେ ଯେମିତି ନିଦ ନଥାଏ। କାଳୁ ଆଉ ଗୋରୀ ଉଡ଼ି ଉଡ଼ି ଗଲେ ଆର ପାଖ ଜଙ୍ଗଲରେ ଥିବା ସେହି ନାଲି ନାଲି ଫଳ ଗଛ ପାଖକୁ। କାଳୁ, ତୁମେ ଏତେ ବଡ଼ ବୋକା! ଏହି ନାଲି ନାଲି ଫଳ କ'ଣ ତୁମେ ଆଜି ଯାଏଁ ଜାଣିନାହଁ? ଏ ପରା ହେଉଛି ଷ୍ଟ୍ରବେରୀ ଗଛ। ଆକୁ ଖାଇଲେ ଟିକେ ଟିକେ ଖଟା ଆଉ ମିଠା ଲାଗିବ। ଏ ବହୁତ ଟେଷ୍ଟି ଫଳ। ଆଲୋ ଗୋରୀ, କାଲି ମୁଁ ଏହି ଫଳକୁ ବିଷାକ୍ତ ଫଳ କହି ଟିକି ଚଢ଼େଇକୁ ଏଠାରୁ ନେଇ ଯାଇଥିଲି। ଆଉ ଆଜି ମୁଁ ଜାଣୁଛି ଯେ ଏ ହେଉଛି ଷ୍ଟ୍ରବେରୀ ଗଛ ବୋଲି। ଯାହା ହେଉ, ଏହି ଫଳ କେବଳ ଆମ ଦୁଇ ଜଣଙ୍କ ଭାଗରେ ଲେଖା ଅଛି। ଜଙ୍ଗଲର ଅନ୍ୟ କୌଣସି ପକ୍ଷୀ ଯେମିତି ନ ଜାଣନ୍ତି ଯେ ଏହି ଫଳକୁ ଖାଇଲେ କିଛି ହେବ ନାହିଁ ବୋଲି। ନହେଲେ ସେମାନେ ସମସ୍ତେ ଆସି ଏହି ଫଳକୁ ଖାଇଦେବେ ଆଉ ଆମ ଭାଗରୁ ଫଳ ମଧ୍ୟ ଶେଷ ହୋଇଯିବ। କାଳୁ, ଆମକୁ ଆଉ ବେଶୀ ପରିଶ୍ରମ କରି ଦାନା ଖୋଜିବାକୁ ପଡ଼ିବ ନାହିଁ। ଆମେ ସିଧା ଏଠିକି ଆସିବା ଆଉ ଷ୍ଟ୍ରବେରୀ ଖାଇ ଘରକୁ ଚାଲିଯିବା। ଏପରି କଥା ହୋଇ କାଳୁ ଆଉ ଗୋରୀ ପେଟେ ପେଟେ ଷ୍ଟ୍ରବେରୀ ଖାଇ ଘରକୁ ଆସିଲେ। ଅନ୍ୟପଟେ ଟିକି ଚଢ଼େଇ ଆଉ ମିଠୁଶୁଆ ଦାନା ଖୋଜିବାରେ ଲାଗି ପଡ଼ନ୍ତି। ସେମାନେ ବହୁତ ଖୋଜାଖୋଜି କଲା ପରେ ସେମାନଙ୍କୁ କିଛି ଚାଉଳ ମିଳିଯାଏ। ଟିକି ଚଢ଼େଇ ଆଉ ମିଠୁଶୁଆ ସେହି ଚାଉଳକୁ ଖାଇ ଘରକୁ ଆସନ୍ତି। କାଳୁ, ଆର ପାଖ ଜଙ୍ଗଲରେ ଯେଉଁ ନାଲି ନାଲି ଫଳ ଦେଖିକି ଆସିଥିଲେ, ସେ ଫଳ ବିଷୟରେ ତୁ କିଛି ଜାଣିଲୁ? ସେ ଫଳ ଖାଇବା ପାଇଁ ଉପଯୋଗୀ କି ନୁହଁ? କାଳୁ କାଉ ଟିକି ଚଢ଼େଇକୁ
କିଛି କହିବା ପୂର୍ବରୁ ଗୋରିକାଉ କୁହେ, ଆଲୋ ଟିକି, ତୁ ସେଇ ନାଲି ନାଲି ଫଳ କଥା କହୁଛୁ କି? ସେ ଫଳ ପରା ବିଷ ଫଳ। ସେ ଫଳ ଖାଇ ଆମ ଗାଁରେ ଜଣେ ଚଢ଼େଇ ସଙ୍ଗେ ସଙ୍ଗେ ସେଇଠାରେ ମରିଗଲା। ଆଖି ଛୁଞ୍ଚିଲ ଟିକି, ମୁଁ ଜମାରୁ ବି ମିଛ କଥା କହୁନାହିଁ। ସେ ଫଳ କେବେ ବି ତୁ ଖାଇବୁ ନାହିଁ। ଠିକ ଅଛି ଗୋରି, ମୁଁ ସେ ଫଳ କେବେ ବି ଖାଇବି ନାହିଁ, କି ଜଙ୍ଗଲର କୌଣସି ପକ୍ଷୀଙ୍କୁ ସେଠାକୁ ପଠାଇବି ନାହିଁ। ଟିକି ଚଢ଼େଇ ଗୋରିକୁ ଏପରି କହି ସେଠାରୁ ଉଡ଼ି ଚାଲିଯାଏ। ଦେଖିଲ କାଳୁ, ମୁଁ ସେ ଟିକି ଚଢ଼େଇକୁ କେମିତି ବୋକି ବନାଇଦେଲି। ସେ କେମିତି ମୋ କଥାରେ ପୁରାପୁରି ଫସିଗଲା। ଏଥର ତ ସେ ଷ୍ଟ୍ରବେରୀ କେବଳ ଆମର। ସେ ଷ୍ଟ୍ରବେରୀକୁ ଜଙ୍ଗଲର ପକ୍ଷୀମାନେ ଦେଖିଲେ ବି କେହି ବି ତାକୁ ତୋଳିକି ଆଣିବେ ନାହିଁ। ଏପରି କିଛି ଦିନ ବିତିଯାଏ। ଜଙ୍ଗଲର ପକ୍ଷୀମାନେ ଖାଦ୍ୟ ପାଇଁ ବହୁତ ହନ୍ତସନ୍ତ ହୁଅନ୍ତି। ଗୋଟେ ଦିନ ଟିକି ଚଢ଼େଇ ଦାନା ପାଇଁ ଏଣେ ତେଣେ ବୁଲୁଥିବା ବେଳେ ହଠାତ୍ ମାନସୀ ପାରା ସହ ତାର ଦେଖା ହୋଇଯାଏ। ମାନସୀ ଭଉଣୀ, ଗାଁରୁ ତୁମେ କେବେ ଆସିଲ? ଏତେ ଦିନ ପରେ ତୁମର ଆମ କଥା ମନେ ପଡ଼ିଲା? ନାଇଲ ଟିକି, ସେମିତି କିଛି କଥା ନାହିଁ। ତୁମମାନଙ୍କ କଥା ତ ମୋର ସବୁଦିନ ମନେ ପଡୁଥିଲା। ଘରକୁ ବହୁଦିନ ପରେ ଯାଇଥିଲି ତ, ସେଥିପାଇଁ ଟିକେ ଡେରି ହୋଇଗଲା। ଆଉ ଜାଣିଛୁ ଟିକି, ତୋ ପାଇଁ ଆଉ ମିଠୁଶୁଆ ପାଇଁ ମୋ ମା ଗୋଟେ ଜିନିଷ ଦେଇଛି। ତୁମେ ଦୁଇ ଜଣ ସନ୍ଧ୍ୟାରେ ମୋ ଘରକୁ ଆସ। ଟିକି ଚଢ଼େଇ ଆଉ ମିଠୁଶୁଆ ସନ୍ଧ୍ୟାରେ ମାନସୀ ପାରାର ଘରକୁ ଯାଆନ୍ତି। ମାନସୀ ଭଉଣୀ, ମିଠୁଶୁଆର ମୋର ଆସିଗଲୁ। ଏବେ କୁହ, ଗାଁରୁ ତୁମେ ଆମ ପାଇଁ କଣ ଆଣିଛ? ମାନସୀ ପାରା ଟିକି ଚଢ଼େଇ ଆଉ ମିଠୁଶୁଆ ପାଇଁ କିଛି ନାଲି ନାଲି ଫଳ ଧରି ଆସେ। ସେହି ନାଲି ନାଲି ଫଳକୁ ଦେଖି ଟିକି ଚଢ଼େଇ ପୁରା ଆଶ୍ଚର୍ଯ୍ୟ ହୋଇଯାଏ। ମାନସୀ ଭଉଣୀ, ତୁମେ ଏତେ ବଡ଼ ବିଶ୍ୱାସଘାତକ ବୋଲି ଆମେ ଜାଣିନଥିଲୁ। ତୁମ ଉପରେ ଭରସା କରି ଆମେ ତୁମ ଘରକୁ ଆସିଥିଲୁ, ହେଲେ ତୁମେ ଆମକୁ ମାରିବା ପାଇଁ ଏମିତିକା ବିଷ ଫଳ ଆଣି ଦେଉଛ? ଟିକି, ଏ ତୁ କଣ କହୁଛୁ? ତୋ ମୁଣ୍ଡ କଣ ଖରାପ ହୋଇଗଲାଣି? ମତେ ତୁ ଏମିତି କହିପାରୁଛୁ? ମୁଁ ତୁମ ଦୁଇ ଜଣକୁ କେବେ ହେଲେ ଏମିତି ବିଷ ଫଳ ଦେଇପାରିବି? ଆମକୁ ଯଦି ତୁମେ ବିଷ ଫଳ ନ ଦେଉଛ, ତେବେ ତୁମ ହାତରେ ବିଷାକ୍ତ ଫଳ କଣ ପାଇଁ ଧରିଛ? କଣ ହେଲା ଟିକି? ଏ ହେଉଛି ବିଷ ଫଳ? ଆଲୋ ପାଗେଳି, ଏ କୌଣସି ବିଷ ଫଳ ନୁହେଁ। ଏ ହେଉଛି ଷ୍ଟ୍ରବେରୀ। ଆକୁ ଖାଇଲେ ବହୁତ ବଢିଆ ଲାଗିବ। ମାନସୀ ଅପା, ତୁମେ ସତ କହୁଛ? ଏ କୌଣସି ବିଷ ଫଳ ନୁହେଁ, ଆକୁ ଖାଇ ହେବ? ହେଲେ ସେ ଗୋରିକାଉ ମତେ ଏମିତି କଣ ପାଇଁ କହିଲା? ଆଲୋ ଟିକି, ତତେ ଯଦି ବିଶ୍ୱାସ ନ ହେଉଛି, ତେବେ ଦେଖେ, ମୁଁ ଆଗ ଗୋଟେ ଷ୍ଟ୍ରବେରୀ ଖାଉଛି। ଏପରି କହି ମାନସୀ ପାରା ଆଗ ଗୋଟେ ଷ୍ଟ୍ରବେରୀ ଆଣି ଖାଏ। ଟିକି, ଏବେ ତୋର ମୋ ଉପରେ ବିଶ୍ୱାସ ଆସିଲା ତ? ମୁଁ ତତେ କୌଣସି ବିଷାକ୍ତ ଫଳ ଖାଇବାକୁ ଦେଉନଥିଲି। ମାନସୀ ଭଉଣୀ, ତୁମେ ମତେ ଖରାପ ଭାବିବନି, କାରଣ ମୁଁ ଏହି ଫଳକୁ ବିଷ ଫଳ ବୋଲି ଭାବି ନେଇଥିଲି। ଗୋରିକାଉ ଏହି ଫଳକୁ ମତେ ବିଷ ଫଳ ବୋଲି କହିଥିଲା, ଆଉ ଏହି ଫଳ ଠାରୁ ମତେ ଦୂରେଇ ରହିବାକୁ ମଧ୍ୟ କହିଥିଲା। ଆଲୋ ଟିକି, ତୁ କଣ ଆଜି ପର୍ଯ୍ୟନ୍ତ ସେ ଗୋରିକାଉ ଆଉ କାଳୁ କାଉକୁ ଚିହ୍ନି ପାରିଲୁ ନାହୁଁ? ସେମାନେ ଦୁଇ ଜଣ ସବୁବେଳେ ନିଜ ସ୍ୱାର୍ଥ ପାଇଁ କାମ କରୁଥିବେ। ଜଙ୍ଗଲର କୌଣସି ପକ୍ଷୀ ଭଲରେ ରୁହନ୍ତୁ, ସେମାନେ କେବେ ବି ଚାହିଁବେନି। ହଉ ଛାଡ଼େ ସେ କଥା। ଟିକି, ତୁ ଏହି ଷ୍ଟ୍ରବେରୀ ଗଛ କେଉଁଠାରେ ଦେଖିଥିଲୁ? ମାନସୀ ଅପା,
ଆର ପାଖ ଜଙ୍ଗଲରେ ଗୋଟିଏ ବଡ଼ ପାହାଡ଼ ଅଛି। ସେହି ପାହାଡ଼ ପାଖରେ କେତେ ଗୁଡ଼ିଏ ନାଲି ନାଲି ଷ୍ଟ୍ରବେରୀ ଗଛ ଉଠିଛି। ଟିକି, ଏ ତ ବହୁତ ଭଲ କଥା। ଜଙ୍ଗଲରେ କେଉଁଠାରେ ବି କିଛି ବି ଖାଇବାକୁ ମିଳୁନାହିଁ। ଜଙ୍ଗଲର ପକ୍ଷୀମାନେ ବହୁତ ହନ୍ତସନ୍ତ ହେଉଛନ୍ତି। ଆମେ ସମସ୍ତେ ଆର ପାଖ ଜଙ୍ଗଲକୁ ଯିବା, ଆଉ ସେଠାରୁ ଷ୍ଟ୍ରବେରୀ ଖାଇ ନିଜର ଜୀବନ ବଞ୍ଚାଇବା। ଟିକି ଚଢ଼େଇ ଆଉ ମାନସୀ ପାରା ଏପରି କଥା ହୋଇ ସମସ୍ତେ ଉଡ଼ି ଚାଲିଗଲେ ଆର ପାଖ ଜଙ୍ଗଲରେ ଥିବା ଷ୍ଟ୍ରବେରୀ ଗଛ ପାଖକୁ। ଟିକି ଚଢ଼େଇ, ମିଠୁ ଶୁଆ ଆଉ ମାନସୀ ପାରା ଆସି ଦେଖନ୍ତି ତ ଆଗରୁ କାଳୁ କାଉ ଆଉ ଗୋରି କାଉ ଷ୍ଟ୍ରବେରୀ ବସି ଖାଉଛନ୍ତି। କାଳୁ, ଗୋରି, ତୁମେ ଦୁଇ ଜଣ ଏତେ ହାରାମି, ମୋ ସହ ସାଙ୍ଗ ହେଉଛ, ଅଥଚ ମୋ ସହିତ ବିଶ୍ୱାସଘାତକ କଲାବେଳେ ତୁମକୁ ଟିକେ ବି ଲାଜ ଲାଗୁନାହିଁ? ଟିକି ଚଢ଼େଇ ଠାରୁ ଏପରି କଥା ଶୁଣି ଗୋରି ଆଉ କାଳୁ ଟିକି ଚଢ଼େଇକୁ ଲାଜରେ ଚାହିଁ ପାରୁନଥାନ୍ତି। ସେମାନେ ଦୁଇ ଜଣ ଛିଡ଼ା ହୋଇ ରୁହନ୍ତି। ଟିକି, ମିଠୁ ଆଉ ମାନସୀ ପାରା ଷ୍ଟ୍ରବେରୀ ତୋଳି ଖାଆନ୍ତି ଆଉ ଅନେକ ଗୁଡ଼ିଏ ଷ୍ଟ୍ରବେରୀକୁ ସାଙ୍ଗରେ ନେଇ ଆସନ୍ତି। ସାଙ୍ଗମାନେ, ଟିକି ଚଢ଼େଇ ସହ ଗୋରି କାଉ ଆଉ କାଳୁ କାଉ ଏପରି କରିବାଟା କ'ଣ ଠିକ୍ ହେଲା? ଏହାର ଉତ୍ତରଟା ଆପଣମାନେ କମେଣ୍ଟ ବକ୍ସରେ ଆମକୁ ନିଶ୍ଚୟ ଜଣାଇବେ। ଯଦି ଆପଣମାନଙ୍କୁ ଏହି ଗପଟି ଭଲ ଲାଗୁଥିବ ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ହେଇଟି କାଳୁ, ମୋର ଖଟା ମିଠା ଆମ୍ବ ଆଚାର ଖାଇବାକୁ ଇଚ୍ଛା ହେଉଛି। ତୁମେ ମୋ ପାଇଁ ଯେମିତି ହେଲେ ବି ଆମ୍ବ ଆଚାର ଆଣିକି ଆସିବ। ନ ଆଣିଲେ ତୁମେ ତ ମୋତେ ଭଲ ଭାବରେ ଜାଣିଛ, ତୁମର ରାତି ଖାଇବା ମୁଁ ବନ୍ଦ କରିଦେବି। ଆଲୋ ମୋର ସୁନ୍ଦରୀ ସ୍ତ୍ରୀ ଗୋରି, ତୁ କହିବୁ ଆଉ ମୁଁ ପୁଣି ତୋ ପାଇଁ ଆମ୍ବ ଆଚାର ଆଣିବିନି? ମୁଁ ଚୋରି କରିବି ପଛେ ତୋ ପାଇଁ ଆମ୍ବ ଆଚାର ଆଣିକି ଆସିବି। କାଳୁ କାଉ ଗୋରି ପାଇଁ ଆମ୍ବ ଆଚାର ଆଣିବା ପାଇଁ ଘରୁ ବାହାରି ଆସେ। ମୁଁ ଗୋରିକୁ କହିଦେଲି ସିନା, ହେଲେ ଗୋରି ପାଇଁ ଆମ୍ବ ଆଚାର ମୁଁ କେଉଁଠାରୁ ନେଇକି ଯିବି? ସେ ଯେଉଁଭଳି ଜିଦିଖୋର, ମତେ ଜମାରୁ ବି ଛାଡ଼ିବ ନାହିଁ। କାଳୁ କାଉ ଏପରି ମନକୁ ମନ କଥା ହେଉଥିବା ବେଳେ ସେହି ସମୟରେ ମିଠୁ ଶୁଆ ଆସି ପହଞ୍ଚେ। କ'ଣ ହୋଇଛି କାଳୁ? ଏଠାରେ କ'ଣ ପାଇଁ ଚିନ୍ତାରେ ବସିଛୁ? ମିଠୁ ଭାଇ, ମୋ ସ୍ତ୍ରୀ ଗୋରିର ଆମ୍ବ ଆଚାର ଖାଇବାକୁ ଇଚ୍ଛା ହେଉଛି। ତୁମ ଘରେ କ'ଣ ଆମ୍ବ ଆଚାର ଅଛି? ମତେ ଟିକେ ଦେବ? ଆରେ କାଳୁ, ଆମର କଞ୍ଚା ଆମ୍ବ ଆଚାର ଅଛି, ହେଲେ ମୋ ସ୍ତ୍ରୀ ମିଠି କ'ଣ ଦେବ? ସେ ତ ବହୁତ କଞ୍ଜୁସ। କାଳୁ, ତୁ ଗୋଟେ କାମ କରେ, ମୋ ସହ ମୋ ଘରକୁ ଆସେ। ମିଠି ଯଦି ଘରେ ନଥିବ ତେବେ ମୁଁ ତତେ କିଛି ଆମ୍ବ ଆଚାର ଦେଇଦେବି। କାଳୁ କାଉ ମିଠୁ ସହିତ ତା ଘରକୁ ଯାଏ। ମିଠୁର ସ୍ତ୍ରୀ ମିଠି ଘରେ ନଥାଏ। କାଳୁ, ଶୀଘ୍ର ଶୀଘ୍ର ଆମ୍ବ ଆଚାର ନେଇ ଏଠାରୁ ଚାଲିଯା, ନହେଲେ ମୋ ସ୍ତ୍ରୀ ମିଠି ଆସିଯିବ। କାଳୁ କାଉ ମିଠୁ ଠାରୁ ଆମ୍ବ ଆଚାର ନେଇ ଚାଲି ଆସେ। ଅଧା ବାଟରେ କାଳୁ କାଉ ସେହି ଆମ୍ବ ଆଚାରକୁ ଟିକେ ଟିକେ ଚାଖିବାକୁ ଲାଗେ। ସେ ଚାଖୁ ଚାଖୁ ସବୁ ଆମ୍ବ ଆଚାର ଖାଇଦିଏ। ମୁଁ ତ ଆମ୍ବ ଆଚାର ଚାଖୁ ଚାଖୁ ସବୁ ଖାଇଦେଲି। ଏବେ ଗୋରି ପାଇଁ କ'ଣ ନେଇକି ଯିବି? ମିଠୁ ଶୁଆ ତ ମତେ ଆଉ ଆମ୍ବ ଆଚାର ଦେବ ନାହିଁ। ଏବେ ମୁଁ କ'ଣ କରିବି? ଯାଉଛି, ମିଠୁର ଝରକା ପଟେ ତା ଆମ୍ବ ଆଚାରକୁ ଚୋରି କରି ଆଣିଦେବି। ଏପରି ଭାବି କାଳୁ କାଉ ମିଠୁ ଶୁଆର ଘରକୁ ଯାଏ। କାଳୁ କାଉ ମିଠୁ ଶୁଆର ଝରକା ପଟେ ତା ଘରକୁ ଯାଇ
ଆମ୍ବ ଆଚାର ଚୋରଉଥାଏ। ଠିକ୍ ସେହି ସମୟରେ ମିଠୁସୁଆର ସ୍ତ୍ରୀ ମିଠି କାଳୁ କାଉକୁ ଦେଖିଦିଏ। ଚୋର କାଳୁ କାଉ, ତତେ ଆଉ କିଛି ମିଳିଲା ନାହିଁ? ଶେଷକୁ ମୋରି ଆମ୍ବ ଆଚାର ଚୋରି କରିବାକୁ ଆସିଲୁ? ମିଠି କାଳୁ କାଉକୁ ଏପରି କହି ତା ଝାଡୁରେ ମାରିବାକୁ ଲାଗେ। କାଳୁ କାଉ ପ୍ରାଣ ବିକଳରେ ସେଠାରୁ ଚାଲିଯାଏ। ବାଟରେ ଟିକି ଚଢ଼େଇର ଘର ପଡେ। କାଳୁ କାଉ ଟିକିକୁ ପଚାରେ, ଟିକି, ତୁ କଣ ଆମ୍ବ ଆଚାର ରଖିଛୁ? ମୋ ସ୍ତ୍ରୀ ଗୋରିକୁ ଆମ୍ବ ଆଚାର ଖାଇବାକୁ ବହୁତ ଇଚ୍ଛା ହେଉଥିଲା। କାଳୁ ଭାଇ, ମୁଁ ଆମ୍ବ ଆଚାର ରଖିନି, କିନ୍ତୁ ତୁମେ ଯଦି ମତେ କଞ୍ଚା ଆମ୍ବ ଆଣିକି ଦେବ, ତେବେ ମୁଁ ତୁମ ପାଇଁ ଆମ୍ବ ଆଚାର ତିଆରି କରିଦେବି। ସତ କହୁଛୁ ଟିକି? ତୁ ମୋ ପାଇଁ ଆମ୍ବ ଆଚାର ତିଆରି କରିକି ଦେବୁ? ଠିକ ଅଛି, ତାହେଲେ ମୁଁ ଏବେ ହିଁ ଯାଉଛି କଞ୍ଚା ଆମ୍ବ ଆଣିବାକୁ। ଟିକି ଚଢ଼େଇର କଥା ଶୁଣି କାଳୁ କାଉର ମନ ଖୁସି ହୋଇଯାଏ। ସେ ଆମ୍ବ ଖୋଜି ଖୋଜି ଚିଲର ଆମ୍ବ ବଗିଚାରେ ପହଞ୍ଚେ। ସେଠାରେ କାଳୁ କାଉ କିଛି ଆମ୍ବ ଚୋରି କରି ନେଇ ଆସେ। କାଳୁ କାଉ ଆମ୍ବ ଚୋରି କରୁଥିବା ସମୟରେ ତାକୁ ବଣ୍ଟିପାରା ଦେଖିନିଏ। ଚୋର କାଳୁ କାଉ, ମୁଁ ଚିଲ ସାଆନ୍ତଙ୍କର ଆମ୍ବ ବଗିଚାକୁ ଜଗିଛି, ଆଉ ତୁ ମୋ ଆଖିରେ ଧୂଳି ଦେଇ ଆମ୍ବ ନେଇ ଚାଲିଗଲୁ। ରହ, ମୁଁ ଚିଲ ସାଆନ୍ତଙ୍କ ଆଗରେ ତୋ ଚୋରି କଥା କହି ତତେ ପାନେ ଦେଉଛି। ଟିକି, ଏଇ ନେ କଞ୍ଚା ଆମ୍ବ, ଆଉ ମତେ ଆଚାର ତିଆରି କରିକି ଦେ। କାଳୁ ଭାଇ, କେବଳ କଞ୍ଚା ଆମ୍ବରେ କଣ ଆଚାର ତିଆରି କରାଯାଏ? ସେଥିପାଇଁ ଲୁଣ, ଚିନି, ସୋରିଷ ତେଲ, ଆଉ ଜିରା ଲଙ୍କା ଗୁଣ୍ଡ, ଆଉ କିଛି ମସଲା ମଧ୍ୟ ଦରକାର ହୁଏ। ସେଗୁଡ଼ିକୁ ତୁମେ ମତେ ଆଣିକି ଦିଅ, ମୁଁ ଆଚାର ବନେଇକି ତୁମକୁ ଦେବି। ଟିକି, ଆହୁରି ଏତେ ସାରା ଜିନିଷ ମତେ ଯୋଗାଡ଼ କରିବାକୁ ପଡ଼ିବ? ହଉ, ଯାଉଛି। ମୋ ସୁନ୍ଦରୀ ସ୍ତ୍ରୀ ଗୋରୀର ଇଚ୍ଛା ହେଇଛି ମାନେ ତା ପାଇଁ ଯେମିତି ହେଲେ ବି ମତେ କଷ୍ଟ କରିବାକୁ ପଡ଼ିବ। ଟିକି ଚଢ଼େଇ ସେହି ସବୁ ସାମଗ୍ରୀକୁ ମିଶାଇ ଏକ ସ୍ୱାଦିଷ୍ଟ ଖଟା ମିଠା କଞ୍ଚା ଆମ୍ବର ଆଚାର ପ୍ରସ୍ତୁତ କରେ। ଟିକି ଚଢ଼େଇ ଆଚାର ତିଆରି କରି ସାରିବା ପରେ ସେଗୁଡ଼ିକୁ ଏକ ଡବାରେ ଭର୍ତ୍ତି କରି କାଳୁ କାଉକୁ ଦେଇଦିଏ। କାଳୁ ଭାଇ, ଏଇ ନିଅ ତୁମର କଞ୍ଚା ଆମ୍ବରେ ତିଆରି ସ୍ୱାଦିଷ୍ଟ ଖଟା ମିଠା ଆମ୍ବ ଆଚାର। ଟିକି, ତତେ କଣ କହି ଧନ୍ୟବାଦ ଦେବି ମୁଁ ଜାଣିପାରୁନାହିଁ। ଏଇ ଖଟା ମିଠା ଆମ୍ବ ଆଚାର ଦେଖିଲେ ମୋ ସ୍ତ୍ରୀ ଗୋରୀ ବହୁତ ଖୁସି ହୋଇଯିବ। ଟିକି ଚଢ଼େଇ କାଳୁ କାଉକୁ ଆମ୍ବ ଆଚାର ଦେଇ ସେଠାରୁ ଚାଲି ଆସେ। କାଳୁ କାଉ ଆମ୍ବ ଆଚାର ଧରି ଗଛ ମୂଳରେ ବସିଥାଏ। ଠିକ୍ ସେହି ସମୟରେ ବଣ୍ଟିପାରା ସହିତ ତାର ସାଆନ୍ତ ଚିଲ କାଳୁ କାଉ ପାଖକୁ ଆସିଯାଆନ୍ତି। ଆରେ କାଳୁ, ତୁ ଯାହା କରିଛୁ କିଛି ଭଲ କରିନୁ। ତୋ ସାହସକୁ ମାନିବାକୁ ପଡ଼ିବ। ମୋ ଆମ୍ବ ବଗିଚାରେ ପଶି ଆମ୍ବ ଚୋରି କରି ଆଣିଦେଲୁ। ଭଲରେ ଭଲରେ କହୁଛି ମୋ ଆମ୍ବ ଫେରା, ନହେଲେ ତତେ ମୁଁ ଜମାରୁ ବି ଛାଡ଼ିବି ନାହିଁ। ସାନ୍ତେ ଚିଲ, ମୁଁ ତ ଆମ୍ବ ଗୁଡ଼ିକରେ ଖଟା ମିଠା ଆମ୍ବ ଆଚାର ତିଆରି କରିଦେଇଛି। ଏବେ ମୁଁ ଆମ୍ବ ଆପଣଙ୍କୁ କେଉଁଠାରୁ ଆଣିକି ଦେବି? ଚିଲ କାଳୁ କାଉର କଥା ଶୁଣି ସେହି କ୍ଷଣି କାଳୁ କାଉ ପାଖରୁ ଆମ୍ବ ଆଚାର ଡବା ଛଡ଼ାଇ ନିଏ। ଖଟା ମିଠା ଆମ୍ବ ଆଚାର ଏ ତ ମୋର ବହୁତ ପସନ୍ଦ। କାଳୁ, ଏ ଖଟା ମିଠା ଆମ୍ବ ଆଚାର ମୁଁ ନେଇଯାଉଛି। ଆଜି ପାଇଁ ତତେ ମୁଁ କ୍ଷମା କରିଦେଉଛି। ଆଉ ଦିନେ ତୁ ମୋ ଆମ୍ବ ବଗିଚାରେ ପଶିବୁ ନାହିଁ। ଚିଲ କାଳୁ କାଉକୁ ଏପରି କହି ଆମ୍ବ ଆଚାର ଡବା ନେଇ ସେଠାରୁ ଚାଲିଯାଏ। କାଳୁ କାଉ ମନ ଦୁଃଖରେ କାନମୁଣ୍ଡା ଆଉଁସି ତା ଘରକୁ ଯାଏ। ସାଙ୍ଗମାନେ,
ଏହି ଗପଟିରୁ ଶିଖିଲେ ନିଜର ଅଭାବ ପୂରଣ କରିବା ପାଇଁ କେବେ ବି କାହାରି ଚୋରି କରିବା ନାହିଁ। ଯଦି ଆପଣମାନଙ୍କୁ ଏହି ଗପଟି ଭଲ ଲାଗୁଥିବ ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ।